ହଁ ଜୟ ମା କାଳୀ। ଆଉ କ'ଣ କିଛି କହିବାକୁ ଚାହିଁବେ ମୋ ବନ୍ଧୁମାନଙ୍କୁ? ଭୁବନେଶ୍ୱରରୁ ଆସିଛନ୍ତି ଆପଣ ପ୍ରଥମ ଥର ପାଇଁ ଆସିଛନ୍ତି କି? ମୁଁ ଏଇଟା ତୃତୀୟ ଥର। ଆଚ୍ଛା ତୃତୀୟ ଥର। ତାହେଲେ ବନ୍ଧୁମାନେ ଆମର ଜଣେ ସାର୍ ଆସିଛନ୍ତି ଯିଏକି ଭୁବନେଶ୍ୱରରୁ ଆସିଛନ୍ତି। ଆଉ ସାର୍ ଆପଣଙ୍କୁ କେମିତି ଲାଗିଲା ତୃତୀୟ ଥର ପାଇଁ ଆସିକି ମାଙ୍କ ମେଳାରେ? ଅତି ସୁନ୍ଦର ଆରେଞ୍ଜମେଣ୍ଟ। ହଁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଯାହା କୁହନ୍ତି ଝାକାସ୍ ଆରେଞ୍ଜମେଣ୍ଟ ହେଇଛି। ସବୁ ପ୍ରକାର ମାଙ୍କ ଦର୍ଶନ କରି ଆସିଲୁ। ଆଉ ସବୁ ପ୍ରକାର ଦୋକାନ ବଜାର ଏ ଯେଉଁ ଫୁଲ ବଜାର ସବୁ ମାନେ କାହାକୁ ଖୁଣି ହେବନି, ପୁରା ସୁନ୍ଦର ବ୍ୟବସ୍ଥା। ଦେଖନ୍ତୁ ବନ୍ଧୁମାନେ, ଇଏ ମା ଚାହିଁଲେ ଆଗକୁ ଆହୁରି ବେଟର ହେବ। ଏପଟରେ ମ୍ୟୁଜିକାଲ ପ୍ରୋଗ୍ରାମ ବି ହେଉଛି, ଏ ଆରମ୍ଭ ହେବ। ଆଉ ମା ଚାହିଁଲେ ଇଏ ବି ଗୋଟେ ଗାଇବ। ମା ଚାହିଁଲେ ଆହୁରି ଆଗକୁ ବେଶୀ ଉନ୍ନତ ମାନର ପ୍ରୋଗ୍ରାମ ହେବ, ଦୋକାନ ବଜାର ଆହୁରି ବଢ଼ିବ। ସବୁ ମାଙ୍କ କୃପା। ଜୟ ମା କାଳୀ। ଜୟ ମା କାଳୀ। ବହୁତ ବହୁତ ଧନ୍ୟବାଦ ଆପଣମାନେ ଏତେ ଦୂରରୁ ଆସିଛନ୍ତି। ଆଉ ଆପଣମାନଙ୍କ ପାଖରୁ ବହୁତ ସୁନ୍ଦର ବାର୍ତ୍ତା ମିଳିଛି। ଏଇଭଳି ଭାବରେ ଆପଣ ଆସନ୍ତୁ, ମେଳା ଆହୁରି ଉନ୍ନତ ହେଉ। ମାଙ୍କ ପାଖରେ ଆପଣମାନେ ବି କାମନା କରନ୍ତୁ। ଏମିତି ସମସ୍ତେ ହସ ଖୁସିରେ ଆସନ୍ତୁ, ମେଳାରେ ବୁଲନ୍ତୁ, ଖୁବ୍ ଆନନ୍ଦରେ ମାଙ୍କର ବି ଦର୍ଶନ କରନ୍ତୁ। ସମସ୍ତଙ୍କର ମଙ୍ଗଳ ହଉ, ଜଗତବାସୀ ଉଦ୍ଧାର ଆମେ ପଡ଼ିବୁ। ଜୟ ମା କାଳୀ, ଜୟ ମା କାଳୀ, ଜୟ ମା କାଳୀ। ବିଶ୍ୱର କଲ୍ୟାଣ ହେଉ, ବୋଲ ଆନନ୍ଦ ହରି ବୋଲ। ତ ଜଗତଜନନୀ ମା କାଳୀଙ୍କର ମେଳା ଉତ୍ସବ ଚାଲିଛି। ଆମର ସାର୍